आज भद्रक जिला दोसिंगाଠାରେ ଭାରତୀୟ ମଜଦୁର ସଂଘ ଧାମରା ବନ୍ଦର ଶାଖା ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆଲୋଚନା ଚକ୍ରର ବିଷୟବସ୍ତୁ ଥିଲା ଏଲ୍ଏନ୍ଜି ଟର୍ମିନାଲରେ କାର୍ଯ୍ୟରତ ପ୍ରବଧାନିକ ଉଲ୍ଲଂଘନ ଶ୍ରମିକମାନଙ୍କର ଛଟେଇ। ଧାମରା ବନ୍ଦର ପରିଚାଳନା ମ୍ୟାନେଜମେଣ୍ଟରେ କାର୍ଯ୍ୟରତ ଶ୍ରମିକମାନଙ୍କର ଛଟେଇ ଓ ଠିକାଦାରମାନଙ୍କର ଅହେତୁକ ଶ୍ରମିକ ଶୋଷଣ ସମ୍ବନ୍ଧରେ ଆଗାମୀ ମେ 10 ତାରିଖରେ ଧାମରା ବନ୍ଦର କର୍ମଚାରୀ ସଂଘ ଓ ଏଲ୍ଏନ୍ଜି ଟର୍ମିନାଲ ମଜଦୁର ସଂଘର ସମ୍ମିଳନୀ ପାଇଁ ତାରିଖ ଧାର୍ଯ୍ୟ ଓ ବନ୍ଦର କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ ନେଇ ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଓ ଧାମରା ବନ୍ଦର କର୍ମଚାରୀ ସଂଘର ସଭାପତି ଶାନ୍ତନୁ ମହାପାତ୍ର, ଓଡ଼ିଶା ଶିକ୍ଷକ ସଂଘର ସମ୍ପାଦକ ବିଜୟ ମିଶ୍ର, ଜିଲ୍ଲା ସଭାପତି ମନୋଜ ବସନ୍ତ ରାୟ, जिला संपादक परेश नाथ धड़ एवं भारतीय मजदूर संघर स्थानीय कर्मकर्ता चंद्रशेखर जेना, विजय प्रताप जेना, मनोज लेंका, शशिकांत साहू, प्रफुल्ल नायक, शुभेन्दु नायक और मानस साहू प्रमुख उपस्थित थे। तमाम लोक जाइथिले एवं अलगा श्रमिक संगठन आईएनटीसी जने ऑल इंडिया रो भी मध्य लीडर्स रामचंद्र खुंटिया आसले, राम पंडा भी एआईटीसी ऑल इंडिया जनरल सेक्रेटरी से भी आते अनेक तमाम लोग आते किंतु आमे जो उद्देश्य नहीं कि दीर्घ दिन धरी काम कर राष्ट्रहित उद्योग हित आ मजदूर हित सेटा धामरार सबु बेले जेते चेष्टा करिछु भी मजदूर नेतृत्व मजदूर